ଏଥର ସରକାର ଗୋଟେ ବହୁତ ହି ଭଲ କାମ କରିଛନ୍ତି। ଗରିବ ଶ୍ରେଣୀ ପିଲାମାନେ ପଢିପାରିବେ। ଧନୀ ସ୍କୁଲରେ ସରକାର ଏଇଟା ନୂଆ ସ୍କିମ୍ ଆଣିଛନ୍ତି। ଯେଉଁମାନେ ଗରିବ ଶ୍ରେଣୀର ପିଲାମାନେ ରହିଲେ, ଯେଉଁମାନଙ୍କର ଆର୍ଥିକ ପାଠ ପଢିବା ପାଇଁ ଆର୍ଥିକ ସହାୟତା ହେଉନଥିଲା, ସେଇମାନଙ୍କର ପିଲାମାନଙ୍କ ପାଇଁ ବହୁତ ହି ଭଲ ସୁବିଧା ଆଣିଛନ୍ତି ଆମ ରାଜ୍ୟ ସରକାର। ଆର୍ଟି ପାରଦେଶୀ କଣ ନା ଏଇଟା ହଉଛି ଗୋଟେ ସ୍କିମ୍ ଆର୍ଟି ପାରଦେଶୀ। ଆ ଦେହରେ ଆପଣ ମାନେ ଯୋଉମାନେ ଗରିବ ଶ୍ରେଣୀର ପିଲାମାନେ ରହିଲେ କିମ୍ବା ଯୋଉମାନଙ୍କର ପାଠ ପଢିବାରେ ଅସୁବିଧା, ଯୋଉମାନେ ପାଠ ପଢି ପାରୁନାହାନ୍ତି, ଯୋଉମାନେ ଶିକ୍ଷା କ୍ଷେତ୍ରରୁ ବଞ୍ଚିତ ରହୁଛନ୍ତି, ସେଇମାନଙ୍କ ପାଇଁ ସରକାର ଆଣିଛନ୍ତି ଗୋଟେ ନୂଆ ଯୋଜନା। ସେମାନେ ଧନୀ ସ୍କୁଲରେ ଗରିବ ଶ୍ରେଣୀର ପିଲାମାନେ ପଢିପାରିବେ। ଧନୀ ସ୍କୁଲରେ ସମ୍ପୂର୍ଣ୍ଣ ମାଗଣା ଫ୍ରି ଅଫ୍ କଷ୍ଟରେ ଆପଣ ମାନେ ପଢିପାରିବେ। କୋଉ କୋଉ ପିଲାମାନେ ପଢିପାରିବେ, କୋଉମାନେ ପଢିବେ, କୋଉମାନେ ପଢିବେନି, ଆର ସବୁ କଣ କ୍ରାଇଟେରିଆ, କେବେ ଆଡମିସନ ହବ, କଣ ସବୁ ଡକୁମେଣ୍ଟ କ୍ରାଇଟେରିଆ, କଣ କେମିତି ଆଡମିସନ କରିବେ, ଅନଲାଇନରେ ନା ଅଫଲାଇନରେ କରିବେ, କୋଉଠି ଯାଇ ଆବେଦନ କରିବେ, ସବୁର ଇନଫର୍ମେସନ ଆପଣ ମାନଙ୍କୁ ମୁଁ ଏଇ ଭିଡିଓ ମାଧ୍ୟମରେ ଦେବି। ଆପଣ ମାନେ ଟିକେ ଭିଡିଓରେ ଫୁଲ ଦେଖନ୍ତୁ। ଭିଡିଓକୁ ଯଦି ଭଲ ଲାଗୁଛି ତାହେଲେ ଗୋଟେ ଲାଇକ୍ ନିଶ୍ଚିତ କରିବେ। ଆଉ ଯଦି ଆମ ଚ୍ୟାନେଲରେ ନୂଆ ଆସୁଛନ୍ତି, ଚ୍ୟାନେଲ ଗୁଡ଼ା ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି ଦର୍ଶକ ବନ୍ଧୁ। ସୋ ଦର୍ଶକ ବନ୍ଧୁ, ଆଉ ଡେରି ନ କରି ଭିଡିଓ ଟିକେ ଷ୍ଟାର୍ଟ କରିବା। ସୋ ଚାଲନ୍ତୁ ଭିଡିଓ ଷ୍ଟାର୍ଟ କରିବା। ସୋ ଦର୍ଶକ ବନ୍ଧୁ ଦେଖିପାରୁଥିବେ ଆର୍ଟି ପାରଦେଶୀ ଆର ଗାଇଡଲାଇନ୍ ମୁଁ ଆପଣମାନଙ୍କୁ ଗୋଟେ ଦେଖେଇ ଦେବା ଯାଉଛି। ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ଅଧିକାର ମାନେ କଣ? ବେସରକାରୀ ନା ଯୋଉ ଗରିବ ଶ୍ରେଣୀର ପିଲାମାନେ ରହିଲେ, ସେମାନେ ଧନୀ ପ୍ରାଇଭେଟ ସ୍କୁଲ, ଯୋଉମାନେ ବଡ ବଡ ପ୍ରାଇଭେଟ ସ୍କୁଲ ସବୁ, ସେଇ ସ୍କୁଲ ମାନଙ୍କରେ ସବୁ ଗରିବ ଶ୍ରେଣୀର ପିଲାମାନେ ପଢିପାରିବେ। କୋଉ ପିଲାମାନେ ପଢିବେ ନା 3 ରୁ 7 ବର୍ଷର ପିଲାମାନେ। ଏଇଠି ଦେଖିପାରିବେ ତା କ୍ରାଇଟେରିଆ ଗାଇଡଲାଇନ୍ ମୁଁ ଆପଣମାନଙ୍କୁ ଦେଖେଇ ଦଉଛି। ମାର୍କ ବେସିସରେ 3 ରୁ 7 ବର୍ଷର ପିଲାମାନେ ସରକାରଙ୍କ ଏହି ସୁବିଧାର ଲାଭ ଉଠାଇ ପାରିବେ। ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ବିନା ମୂଲ୍ୟରେ ପାଠ ପଢିପାରିବେ। ଠିକ ଅଛି, ମାନେ ସେ କହିବା କଥା କଣ ନା 3 ରୁ 7 ବର୍ଷ ପିଲା ପ୍ରାଇଭେଟ ସ୍କୁଲରେ ପଢିପାରିବେ। ଯୋଉ ମାନେ ବଡ ବଡ ହାଇ ଫାଇ ପ୍ରାଇଭେଟ ସ୍କୁଲରେ 3 ରୁ 7 ବର୍ଷ ପିଲାମାନେ ଆଡମିସନ କରିକି ପାଠ ପଢିପାରିବେ। ଓଡ଼ିଆ ଏବଂ ଇଂଲିଶ ସେମାନଙ୍କୁ ପଢାଯିବ। ଓଡ଼ିଆ ଏବଂ ଇଂଲିଶ ଦିଟା କୋର୍ସ ପଢାଯିବ। ସରକାରଙ୍କ ଶିକ୍ଷା ଅଧିକାର ନିୟମ ଆର୍ଟିଇ 12(1)(c) ଅନୁଯାୟୀ ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ ନର୍ସରୀ LKG କ୍ଲାସ ପାଇଁ 25% ସ୍ଥାନ ସଂରକ୍ଷିତ ରହିଛି। ଠିକ ଅଛି, 25% ସ୍ଥାନ ସଂରକ୍ଷିତ ରହିଛି। ମାନେ ବହୁତ ହି ଭଲ ସୁଯୋଗ ଏଇଟା ସରକାର ଆଣିଛନ୍ତି। କେଉଁମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ଦେଖିପାରୁଥିବେ। ଆର ଗାଇଡଲାଇନ୍ ହେଉଛି କେଉଁମାନେ ଆର ଲାଭ ଉଠାଇ ପାରିବେ। ସେ କେଉଁମାନେ ଆର ଲାଭ ଉଠାଇ ପାରିବେ ମୁଁ ଆପଣମାନଙ୍କୁ ମାର୍କ ବେସିସରେ ଦେଖାଉଛି କେଉଁମାନେ ଆର ଲାଭ ଉଠାଇ ପାରିବେ। ଦେଖିପାରୁଥିବେ ସବୁର ଇନଫର୍ମେସନ ଏଇଠି ଅଛି। ମୁଁ ଆଗକୁ ଆପଣମାନଙ୍କୁ କହିବି ଆପଣମାନେ ଆପ୍ଲାଏ ବି କେମିତି କରିବେ। କେଉଁମାନେ ଆପ୍ଲାଏ କରିପାରିବେ? ସାମାଜିକ ଓ ଶିକ୍ଷା ଅନଗ୍ରସର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର BPL ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ହିତାଧିକାରୀ ଭିନ୍ନକ୍ଷମ HIV ଆକ୍ରାନ୍ତ ମାତା ପିତାଙ୍କ ଶିଶୁ ଶ୍ରମିକ ପଥପ୍ରାନ୍ତା ଶିଶୁ ତଥା ନିର୍ମାଣ ଶ୍ରମିକ ଅନୁସୂଚିତ ଜାତି ଜନଜାତି ଇତ୍ୟାଦି। ସୋ ଠିକ ଅଛି, ଇଏ କହିଲା କଣ ନା ଯୋଉମାନେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବେ, ଯୋଉମାନେ BPL କାର୍ଡ ଯୋଉମାନଙ୍କର ଅଛି, BPL ବା ବିଲୋ ପ୍ରପର୍ଟି ଲାଇନ ସେଟା କୁହାଯାଏ। ତାର ଓଡ଼ିଆଟା ହଉଛି ଦାରିଦ୍ର୍ୟ ସୀମାରେଖା ତଳେ ଯୋଉମାନେ ବସବାସ କରୁଥିବେ, ସେଇମାନଙ୍କ ପିଲା ଆଧରେ ଆପ୍ଲାଏ କରିକି ପାଠ ପଢିପାରିବେ। ଆଉ HIV ଆକ୍ରାନ୍ତ ଯୋଉମାନେ HIV ଆକ୍ରାନ୍ତ ଯୋଉ ଅଛନ୍ତି, ଯୋଉମାନଙ୍କର ମାତା ପିତାଙ୍କ ଶିଶୁ, ସେମାନେ ବି ପଢିପାରିବେ। ଆଉ ରହିଲା କିଏ ନା ନିର୍ମାଣ ଶ୍ରମିକ ଯୋଉମାନଙ୍କର ଲେବର ଯୋଉମାନେ ରହିଲେ, ସେମାନଙ୍କ ପିଲା ବି ଆଧେଇ ଆବେଦନ କରି ପାଠ ପଢିପାରିବେ। ତ ଆବେଦନ କରିବେ କେମିତି? ମୂଳ ପ୍ରୋସେସ ଆପଣ ଆବେଦନ କରିବେ କେମିତି? ଠିକ ଅଛି, ଆଡମିସନ ପାଇଁ ଆପଣ ମାନେ ଏଇ ୱେବସାଇଟରେ ଭିଜିଟ କରିପାରିବେ। ୱେବସାଇଟର ଲିଙ୍କ ମୁଁ ଡେସ୍କ୍ରିପସନରେ ଦେଇଦେବି। www.artparadesi.odisha.gov.in ୱେବସାଇଟର ଲିଙ୍କ ମୁଁ ଆପଣମାନଙ୍କୁ ଡେସ୍କ୍ରିପସନରେ ପ୍ରୋଭାଇଡ କରିଦେବି। ଆପଣମାନେ ଡାଇରେକ୍ଟ କ୍ଲିକ୍ କରିକି ଏଇ ୱେବସାଇଟରୁ ଆସିକି ଆବେଦନ ମଧ୍ୟ କରିପାରିବେ। ଆଉ ଯଦି ବା କିଛି ଜାଣିପାରୁନାହାନ୍ତି ଆବେଦନ କେମିତି କରିବେ, ଆପଣମାନଙ୍କର ନିକଟସ୍ଥ ଜନସେବା କେନ୍ଦ୍ର ସେଇଠି ଯାଇ ଯୋଗାଯୋଗ କରନ୍ତୁ। ସେମାନେ ଆପଣଙ୍କର ଆବେଦନ
କରିପାରିବେ। ତାପରେ ଗୋଟେ ଜରୁରୀ ସୂଚନା ଏଠି ଆପଣମାନଙ୍କୁ କହୁଛି କ'ଣ ନା ଆବେଦନ କରିସାରିବା ପରେ ଫର୍ମ ଏବଂ ସମସ୍ତ ପ୍ରମାଣପତ୍ର ଗୁଡ଼ିକ ଆପଣଙ୍କ ବ୍ଲକର ଶିକ୍ଷା କାର୍ଯ୍ୟାଳୟରେ ବିଓ ଅଫିସରେ ଦାଖଲ କରିବେ। ସୋ ଆପଣମାନଙ୍କୁ ଏଇଠି ଗୋଟେ କଥା କହି ରଖୁଛି ମୁଁ କ'ଣ ଆପଣମାନେ ଆପ୍ଲାଏ ଯେତେବେଳେ ଏଇଟା କରିସାରିବେ ଯେଉଁ ଜନସେବା କେନ୍ଦ୍ରରେ କରନ୍ତୁ କିମ୍ବା ନିଜ କମ୍ପ୍ୟୁଟର ଲାପଟପ୍ ମାଧ୍ୟମରେ ଯଦି ଆପଣମାନେ କରୁଛନ୍ତି କିମ୍ବା ମୋବାଇଲ ଫୋନରେ କରୁଛନ୍ତି, ଏଇଟା ଆପ୍ଲାଏ କରିସାରିଲା ପରେ ଆପଣମାନଙ୍କର ଏଇ ଯେଉଁ ଆପ୍ଲାଏ ଫର୍ମ ଏସବୁ ନେଇକି ଆପଣମାନଙ୍କର ଯେଉଁ ଡକୁମେଣ୍ଟ ଯେଉଁ ଦସ୍ତାବିଜ ସବୁ ରହିଲା ପିଲାର ଆଧାର କାର୍ଡ଼, ଆପଣମାନଙ୍କ ବାପା ମାଆଙ୍କ ଆଧାର କାର୍ଡ଼, ଏଇସବୁ ଡକୁମେଣ୍ଟ ସବୁ ଆପଣମାନେ ଏମିତି ନେଇକି ପିଲାର ଫଟୋ, ଆପଣମାନଙ୍କର ଫଟୋ, ଏସବୁ ସବୁ କିଛି ଡକୁମେଣ୍ଟ ଏଇସବୁର ଡକୁମେଣ୍ଟ ନେଇକି ଆପଣମାନେ ବିଓ ଅଫିସ ଯେଉଁଟା ଆମର ବ୍ଲକ କାର୍ଯ୍ୟାଳୟରେ ଅଛି ବିଓ ଅଫିସ, ସେଇଠି ଆପଣମାନେ ଆକୁ ଦାଖଲ କରିବେ। ଦାଖଲ କଲା ପରେ ଆବେଦନ ଏବଂ ପଞ୍ଜୀକରଣର ତାରିଖ 10 ଏପ୍ରିଲ 2024 ଏପ୍ରିଲ 2024 ମାନେ ଏଇଟା ହେଉଛି ପୂର୍ବ ଆବେଦନ ତାରିଖ। ଏବେ ଯେଉଁ ମାନେ ଏଇଟା 2024ରେ ଏଇଟା ଥିଲା, ଆପଣମାନେ ଆବେଦନ କରିନଥିଲେ। ଏଇ 2025ରେ ଆପଣମାନେ କେବେ ଆବେଦନ କରିବେ ତାର ଡେଟ୍ ମଧ୍ୟ କହିବି। ବିଦ୍ୟାଳୟ ସମ୍ପର୍କିତ ଅସୁବିଧା ଆବଶ୍ୟକ ଦସ୍ତାବିଜ ବିଷୟରେ ସୂଚନା ପାଇଁ ନିକଟସ୍ଥ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ବିଓ ନିକଟସ୍ଥ ବେସରକାରୀ ବିଦ୍ୟାଳୟ ସହିତ ସମ୍ପର୍କ କରନ୍ତୁ। ସମୟ 10ଟାରୁ 5ଟା ସୋମବାର ଶନିବାର ଏହି ନିମ୍ନ ନମ୍ବରରେ ଯୋଗାଯୋଗ କରନ୍ତୁ। ଠିକ୍ ଅଛି, ତାଙ୍କର ଟୋଲ୍ ଫ୍ରି ନମ୍ବର ମଧ୍ୟ ଏଇଠି ଦେଇଦେଇଛି। ଆପଣମାନେ ଚାହିଁଲେ ଏଇ ନମ୍ବରରେ ମଧ୍ୟ ଯୋଗାଯୋଗ ବି କରିପାରିବେ ଯଦି ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି। ସୋ ତାପରେ ଆପଣମାନେ ରହିଲା ଆବେଦନ କରିବେ, ଆବେଦନର ତାରିଖ କେବେ ସେଇଟା ମୁଁ ଆପଣମାନଙ୍କୁ କହିବି। ଆପଣ ଆବେଦନ କେବେ କରିବେ, ଆବେଦନ ତାରିଖ। ସୋ ଆବେଦନ ତାରିଖ ଏଇଠି ଦେଖିପାରୁଥିବେ, ମୁଁ ଏଇଠି ଆପଣମାନଙ୍କୁ ଦେଖାଉଛି ଆବେଦନ ତାରିଖ। ମୁଁ ଆପଣମାନଙ୍କୁ ମାର୍କ ବେସିସ୍ରେ ସବୁ ଦେଖାଉଛି, କିନ୍ତୁ ଭିଡ଼ିଓ ଗୋଟେ ଫୁଲ୍ ଦେଖନ୍ତୁ ଆଉ ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ ନିଶ୍ଚିତ କରନ୍ତୁ। ସୋ ଦେଖିପାରୁଥିବେ ନୋଟିଫିକେସନ ନମ୍ବର ଡେଟ୍ 13 ମାର୍ଚ୍ଚ 2025, 13 ମାର୍ଚ୍ଚ 2025, ନୋଟିଫିକେସନ ନମ୍ବର 28 ଫେବୃଆରୀ 2025। ଠିକ୍ ଅଛି, ବର୍ତ୍ତମାନ ଆର ଆବେଦନ ଷ୍ଟାର୍ଟ ହେଇଯିବ। ଆବେଦନ ଷ୍ଟାର୍ଟ ବର୍ତ୍ତମାନ 18ରୁ ଷ୍ଟାର୍ଟ ହେବ। ଠିକ୍ ଅଛି, ଆବେଦନ 18ରୁ ଷ୍ଟାର୍ଟ ହେଇଯିବ। ଆପଣମାନେ ନିଜର ଡକୁମେଣ୍ଟ ସଂଲଗ୍ନ କରି ରଖନ୍ତୁ। ସଂଗ୍ରହ କରିବା ସହିତ ଡକୁମେଣ୍ଟ ସବୁ ଏଇ ଡକୁମେଣ୍ଟ କ୍ରାଇଟେରିଆ ବେସିସ୍ ନେଇକି ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ଲାପଟପ୍, ମୋବାଇଲ, କମ୍ପ୍ୟୁଟର ଫୋନରେ ଆପଣମାନେ ମଧ୍ୟ ଆପ୍ଲାଏ କରିପାରିବେ। ସୋ ଆର ବହୁତ କିଛି ଗାଇଡଲାଇନ୍ ଆପଣମାନେ ଆଉ ଯଦି କିଛି ଜାଣିବାକୁ ଚାହୁଁଛନ୍ତି ମୋତେ ହ୍ୱାଟ୍ସଆପ୍ କିମ୍ବା ଟେଲିଗ୍ରାମରେ ମେସେଜ କଲେ ମୁଁ ଆପଣମାନଙ୍କୁ ତାର ରିପ୍ଲାଏ ଦେଇଦେବି। ଭିଡ଼ିଓଟି ଅଧିକା ଲମ୍ବା ହେବାକୁ ମୁଁ ଚାହୁଁନି, ଲମ୍ବା କରିବାକୁ ଚାହୁଁନି। ସୋ ଆପଣମାନେ ତାର ପେପର ମଧ୍ୟ ଏଠି ପଢ଼ିପାରିବେ। ୱେବସାଇଟ୍ରେ ସବୁ ଭିଜିଟ୍ କଲା ପରେ ଆପଣମାନେ ଜାଣିପାରିବେ। RTE-paradesi.gov.in ୱେବସାଇଟ୍ରେ ଆପଣମାନେ ଯଦି ଭିଜିଟ୍ କରୁଛନ୍ତି ତାହେଲେ ସବୁର ଇନଫର୍ମେସନ୍ ଆପଣମାନେ ଏଇ ୱେବସାଇଟ୍ ମାଧ୍ୟମରେ ପାଇଯିବେ। ଧନୀ ସ୍କୁଲରେ ପଢ଼ିବେ ଗରିବ ପିଲା, ଦେଖିପାରୁଥିବେ ଆର ପେପର ମଧ୍ୟ ଜାରି ହେଇଯାଇଛି। ଠିକ୍ ଅଛି, ଆପଣମାନେ ଆର ଆବେଦନ ପ୍ରକ୍ରିୟା ଏଇ ଟାଇପ୍ର। ଆପଣମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ ଯାଇକି ଆବେଦନ କରିପାରିବେ। ଆବେଦନ କରିବାରେ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରିବେ। ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ବର୍ତ୍ତମାନ ହେଉଛି ଆପଣମାନଙ୍କର ହେବନି, କାହିଁକି ନା ଆର ଆବେଦନ ଡେଟ୍ ଆସିନି। ଆବେଦନ ଡେଟ୍ ଷ୍ଟାର୍ଟ ହେଇଯିବ କେବେ ନା 18 ମାର୍ଚ୍ଚ 2025ରେ ତାର ଆବେଦନ ଡେଟ୍ ଷ୍ଟାର୍ଟ ହେଇଯିବ। ସୋ ଆପଣମାନେ ଆବେଦନ କରିପାରିବେ। ସୋ ଦର୍ଶକ ବନ୍ଧୁ, ଆଶା କରୁଛି ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଯଦି ବି ଭଲ ଲାଗିଛି ତାହେଲେ ଆମ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ କରିବେ। ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରିବାକୁ ଜମା ଭୁଲିବେନି। ସୋ ଦର୍ଶକ ବନ୍ଧୁ, ଆଶା କରୁଛି ନିଶ୍ଚିତ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ଆପଣମାନଙ୍କ ମନକୁ ଛୁଇଁଥିବ। ଯଦି ବି ଆପଣମାନଙ୍କ ଭିଡ଼ିଓଟି ମନକୁ ଛୁଇଁଥାଏ ତାହେଲେ ସେୟାର କରି ଅନ୍ୟମାନଙ୍କୁ ଜଣାଇବାକୁ ଜମାରୁ ଭୁଲିବେନି। ସୋ ଦର୍ଶକ ବନ୍ଧୁ, ଏଇଠି ଭିଡ଼ିଓଟି ଶେଷ କରୁଛି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।